ମୁଁ ଥିଲି ତେନ୍ତୁଳି ଖୁଣ୍ଟି ବିଡିଓ ନବରଙ୍ଗପୁର ଜିଲ୍ଲାରେ। ସେତେବେଳେ ମୁଁ ବାହା ହେଇନଥାଏ। ଏଇ ଲୋକଟା ସେତେବେଳେ ଥାନ୍ତି ଏପିଡି ଆଡମିନ୍ ଡିଆରଡିଏ ରେ। ତ ସିଏ କିଏ ରତ୍ନାକର ସାହୁ ଥାନ୍ତି। ସେ ପ୍ରତିଦିନ ମୋ ବ୍ଲକ କୁ ଚାଲି ଆସନ୍ତି। ମୁଁ ଫିଲ୍ଡ ଯାଇଥାଏ କିନ୍ତୁ ଜବରଦସ୍ତି ଆସନ୍ତି, ଆସିକି ମତେ ଟିକେ ବିରକ୍ତ କରନ୍ତି। ମୁଁ ଦେନ୍ ଆଣ୍ଡ ଦେନ୍ କଲେକ୍ଟର ଆମର ଅଜିତ ମିଶ୍ର ସାର୍ ଥିଲେ, ତାଙ୍କୁ ଜଣେଇଲି। ସେ ପ୍ରତିଦିନ ଆସି ଟିକେ ବିରକ୍ତ କରୁଛନ୍ତି। ସେଠୁ ତାଙ୍କୁ ମନା କରାଗଲା, ତୁମେ ଅମୁକା ବିଡିଓ ପାଖକୁ ସବୁଦିନ ଯିବନି, 15 ଦିନରେ ଥରେ ଯଦି ଯିବ ରିଭ୍ୟୁ କରିବ। ସେଠୁ ଭାଇ ସିଏ କଣ ହେଇଛି, ମୁଁ ତାପରେ ବଦଳି ନେଇଛି ସେଇ ଜିଲ୍ଲାରେ ହିଁ କଷାଗୁମୁଡା ବିଡିଓ ମୋର କରିଛନ୍ତି, କଲେକ୍ଟର କରିଥିଲେ। ସେଠୁ ମୁଁ କଷାଗୁମୁଡା ବ୍ଲକ କୁ ଗଲି। ସେତେବେଳକୁ ଦୁର୍ଭାଗ୍ୟକୁ ଏଇ ଲୋକଟା ପୁଣି ଏଡିଏମ ହେଲା, ପୁଣି କଣ ଧରାଧରି କରିକି ସେଇଠି ପିଡି ହେଇଗଲା। ସେଇଠି ତାଙ୍କର ଲଙ୍ଗେଷ୍ଟ ଟେନ୍ୟୁର ମୋର ଦେନ୍ 20 years। ସେତିକି ଭିତରେ ମ୍ୟାରେଜ ହେଇଯାଇଛି ଭାଇ। କାହାର ମ୍ୟାରେଜ ହେଇଗଲା? ମୋ ମ୍ୟାରେଜ ହେଇଗଲା। ମ୍ୟାରେଜ ହେଇଗଲା ପରେ ମଧ୍ୟ କଷାଗୁମୁଡା ଗଲା ବେଳକୁ ସିଏ ଯେତେବେଳେ ପିଡି ହେଇଗଲେ ମତେ ସେ ଡାଇରେକ୍ଟ ହଇରାଣ କରିବାକୁ ଆରମ୍ଭ କଲେ। ସେ ସଞ୍ଜ ବେଳକୁ ଡାକନ୍ତି 6ଟା ବେଳକୁ ମିଟିଂ ଆସିବ। ଅନ୍ୟମାନେ ଯାଆନ୍ତି, ମୁଁ ଥରେ ଦିଥର ଗଲି, ମତେ ଟିକେ ହାରାସ କଲେ ଭଳିଆ କଥାବାର୍ତ୍ତା କଲେ। ପୁଣି ପ୍ରତିଥର ଏମିତି ଡାକିଲେ, ସବୁ ମିଟିଂ ରେ ମତେ ମାନେ ବହୁତ ଖରାପ କଥା କହନ୍ତି। ଯେହେତୁ ତାଙ୍କ ରାତି 8ଟା ଯାଇ ବସ ବୋଲି ହଇରାଣ କରନ୍ତି। ପୁଣି ମତେ ସେଇ ବ୍ଲକ କୁ ଫେରିବା ଅସୁବିଧା ହୁଏ। ତ ମୁଁ ଏମିତି ଗୋଟେ ଦିଟା ମିଟିଂ ଯେତେବେଳେ ମୁଁ ଆଉ କ୍ୱିଟ୍ କଲି, ଗଲିନି, ମୁଁ କଲେକ୍ଟରଙ୍କୁ ଜଣେଇଲି। ସେ କଲେକ୍ଟରଙ୍କୁ ନିଜ ଆଡକୁ ନେଇଗଲେ, କହିଲେ ଇଏ କାମ କରୁନି, ଇଏ କରୁନି। କିନ୍ତୁ ଜିଲ୍ଲାରେ ମୋ ବ୍ଲକ ଟା ଫାଷ୍ଟ ହଉଥିଲା। ତାରି ଭିତରେ ଏଇ କୋଭିଡ ପରିସ୍ଥିତି ଆସିଛି। ସବୁ ଆମେ ଟଙ୍କା ଦେଇଛେ, ସିଏ ଗୋଟେ ମିଛ ଆଲିଗେସନ କଲେ ମୋ ନାଁରେ, ନା ଇଏ କୋଭିଡ ଟଙ୍କା ସବୁ ଖାଇଯାଇଛନ୍ତି। ସିଏ ଏମିତି ଯେତେବେଳେ କଲେ, ମୁଁ ସେଇ ଜିଲ୍ଲାକୁ ଛାଡିଦେଲି, ବାଧ୍ୟ ହେଲି। ଏ ଲୋକ ସହିତ ଆଉ ହବନି। ସେ ମତେ ସବୁ ମିଟିଂ ରେ ମତେ ଟର୍ଚର କରି ହାରାସ କରିକି ଖରାପ କଥା ଗୁଡା କୁହନ୍ତି। ତାପରେ ସେ ମତେ ଏମିତି କଲେ, ମୁଁ ସେଇଠୁ ଜିଲ୍ଲା ଛାଡିକି କୋରାପୁଟ ଜିଲ୍ଲାକୁ ବଦଳି ନେଲି। କୋରାପୁଟ ଜିଲ୍ଲାକୁ ଯାଇ 2 ମାସ ହେଇଛି, ସେ ଜାଣିଲେ ଯେମିତି ପୁଣି ବିଡିଓ ହେଇକି ବସିଛି ନାରାୟଣପାଟଣାରେ, ଭଲ ହେଲାଣି, କଲେକ୍ଟରଙ୍କ ସହିତ ଭଲ ଟର୍ମ ଅଛି। ପୁଣି ସେଇଠୁ ସେ ଲେଖା ଲେଖି କରି ମୋ ନାଁରେ ମିଛ ଆଲିଗେସନ କରିକି କହିଲେ, ନାଇଁ 45 ଲକ୍ଷ ଖାଇ ଦେଇଛନ୍ତି କୋଭିଡ ଟଙ୍କା, ଆଉ ବିଡିଓ ନିଜେ ଖାଇଛନ୍ତି, ଏମିତି କହି ମିଛ ଆଲିଗେସନ କରି ମତେ ସସ୍ପେଣ୍ଡ କରିଦେଲେ। ତାପରେ ମୁଁ ଦୌଡିଲି ସିଏମ୍ ଙ୍କୁ। ମୁଁ ସିଏମ୍ ଙ୍କ ପାଖକୁ ଗଲି। ସେଠି ତାଙ୍କର ସବୁ ଫ୍ରେଣ୍ଡ ଥିଲେ। ମାନେ କୋଉ ଇୟର ର କଥା ଏ ଘଟଣା? ଏଇ ଘଟଣା ଭାଇ 2021-22 ର କଥା ମୁଁ କହୁଛି। 2021-22 ର। ସେ 2022 ରେ ମୁଁ ସେଠୁ ଯେତେବେଳେ ମତେ ଇଏ କରାହେଲା, ମୁଁ ଯାଇକି ସିଏମ୍ ଙ୍କ ଗ୍ରିଭାନ୍ସ ରେ ମୁଁ ତାଙ୍କ ବିରୁଦ୍ଧରେ ଦେଲି। ସେ ମତେ କୋଭିଡ ରେ ଟଙ୍କା ମାଗିଥିଲେ। ଆଉ ସବୁ ପଞ୍ଚାୟତ କୁ ଯେହେତୁ ଆମର ଟଙ୍କା ଯାଉଥିଲା, ଆମେ ତାଙ୍କୁ କୁଆଡୁ ଟଙ୍କା ଦେଇଥାନ୍ତୁ। ତାପରେ ସିଏ ପ୍ରତି ସପ୍ତାହ ସେ ଦେବୀ ପ୍ରସାଦ ଟାଲି ବୋଲି ଗୋଟେ ଏପିଡି ଆଡମିନ୍ ଥିଲେ, ତାଙ୍କୁ ପଠେଇ ମତେ ହଇରାଣ ହରକତ କଲେ। କରିକି ମାନେ ଏମିତି କଲେ, ଶେଷକୁ ମୋର ମାନେ ଛୁଆଟା ମିସକ୍ୟାରେଜ ହେଇଗଲା, ମୋ ନୂଆ ବାହା। ତାପରେ ଆଉ ମତେ ତ ସସ୍ପେଣ୍ଡ କରିଥାନ୍ତି, ମୁଁ ତାଙ୍କୁ ଲଢି ପାରିଲିନି, ଯେହେତୁ ଗଭର୍ଣ୍ଣମେଣ୍ଟରେ ତାଙ୍କର ଭଲ ହାତ ଥାଏ ନବୀନ ପଟ୍ଟନାୟକ ଅଫିସ ରେ। ଏମିତିରେ ଆଉ କିଛି ହେଲାନି। ଶେଷକୁ ମତେ ରୂପା ମ୍ୟାଡାମ ବୋଲି ଜଣେ ଥିଲେ ଆରଡିସି, ବର୍ତ୍ତମାନ ସେ ଅଛନ୍ତି ସାଉଦର୍ନ ଡିଭିଜନ ରେ। ସିଏ ଆମ ସେକ୍ରେଟାରୀ ଥିଲେ। ମୁଁ ତାଙ୍କୁ ଯାଇକି ଦେଖା କଲି, କହିଲି ମୋର ଏମିତି ମିସକ୍ୟାରେଜ ହେଇଯାଇଛି, ଲୋକଟା ମତେ ଏମିତି କରିଛି। ରୂପା ମିଶ୍ର? ରୂପା ମିଶ୍ର, ରୂପାରୋଶନ ସାହୁ ଭାଇ। ରୂପାରୋଶନ ସାହୁ, ଓହୋ ରୂପାରୋଶନ ସାହୁ। ସିଏ ବୁଝିଲେ, କିନ୍ତୁ ହଁ ସେ ମତେ ବହୁତ ହେଲ୍ପ କଲେ। କରିବାରୁ ମୁଁ ସେଇଠୁ ପୁଣି ରିଜିଷ୍ଟ୍ରେଟ ହେଇକିରି ପୁଣି ଚାକିରି କଲି। ତ ଏ ହାରାସମେଣ୍ଟ ଯେହେତୁ ମୋର ପ୍ରୋସିଡିଂ ଚାଲିଥିଲା, ମୁଁ ଆଉ କେସ୍ କରିପାରିଲିନି। ସେ ମିଡିଆ ଫିଡିଆ ଧରିକି ବହୁତ ହଇରାଣ କଲେ। କିନ୍ତୁ ପରବର୍ତ୍ତୀ ଡେଟରେ ମୋର ଡିପି ଟା ପୁରା କ୍ଲିୟର ହେଲା। ପୁରା ସବୁ ପ୍ରମାଣ ମୁଁ ଦେଲି ଯେ ମୋର ମାନେ ଟଙ୍କା ଖାଇବାର ମୋର କାହିଁ ସୁଯୋଗ, ଏ ତ ସରପଞ୍ଚ ମାନଙ୍କୁ ଦିଆ ହେଇଥିଲା ନା ଦାୟିତ୍ୱ, ସେମାନେ କଲେକ୍ଟର ଡିକ୍ଲେୟର କରାହେଇଥିଲା। ତାଙ୍କ ମନି ସେମାନେ ହ୍ୟାଣ୍ଡେଲ କରୁଥିଲେ, ତ वी आर नॉट ରେସ୍ପନ୍ସିବଲ ଫର ଦ୍ୟାଟ। କିନ୍ତୁ ଏଇ ଲୋକଟାର ଯେହେତୁ କୁଦୃଷ୍ଟି ଥିଲା, ମତେ ପ୍ରତିଥର ଯୋଉ ମାନେ ଖରାପ ଭାଷାରେ ଅଶ୍ଳୀଳ ଭାଷା ପୁରା ପ୍ରୟୋଗ କରିକି ମିଟିଂ ରେ ସବୁ ଗାଳି କରୁଥିଲା। ଆଜ୍ଞା, ଆଉ କରିକି ପୁରା ମେଣ୍ଟାଲ ହାରାସ କରିକି ଆଇ ଲଷ୍ଟ ମାଇ ଚାଇଲ୍ଡ। ଆଉ ମୋର ପ୍ରଥମ ଛୁଆଟା ଖରାପ ହେଇଯାଇଛି ତା ଯୋଗୁଁ। ଏବେ କୋଉଠି ଅଛନ୍ତି ଆପଣ, ଦାୟିତ୍ୱରେ କଣ? ଏବେ ମୁଁ କଳାହାଣ୍ଡିରେ ଥିଲି। ସେଠିକାର ଚେୟାରମ୍ୟାନ ସହିତ କଥାବାର୍ତ୍ତା କରିକି ପୁରା ମୋ ଗାଡିର ଡୋରରେ 5 ଲକ୍ଷ ଟଙ୍କା ରଖିଲେ। ସେ କେସ୍ ଟା ଶୁଣିଥିବେ ଆପଣ ଭାଇ? ନା ନା। ଏଇଟା ଗୋଟେ ଭିଜିଲାନ୍ସ କେସ୍ ହେଲା। ଭିଜିଲାନ୍ସ କେସ୍ କଲେ ମୋ ନାଁରେ। ହଁ, ପୁଣି ମୋ ଡୋରରେ ଟଙ୍କା ଥୋଇଦେଲେ। ଟଙ୍କା ଥୋଇକି କହିଲେ ଆପଣ ରଖିଛନ୍ତି, ତାର ବି କିଛି ପ୍ରମାଣ ନାହିଁ। ଟିକେ ହଇରାଣ ହରକତ ମତେ କଲେ, ମୁଁ ସେଇ ସସ୍ପେନସନରେ ରହିଲି ଆଉ। ଏବେ ସସ୍ପେନସନରେ ଅଛନ୍ତି? ଆଜ୍ଞା। ଓହୋ, ଏଇଭଳିଆ କଥା ଅଛି। ହଉ ଠିକ ଅଛି, ଏ କଥାକୁ ମୁଁ ଦେଖୁଛି କେମିତି କଣ
ଆଜ୍ଞା ତାର ତାର ପୁରା ଇତିହାସ ଭାଇ ସେ ବଦମାସ ଲୋକଟା ତାକୁ ବଢିଆ ହେଇଛି ମାଡ ହେଇଛି ସେଟା ତ ଅଲଗା କଥା ମୁଁ ଏ କଥାକୁ ନେଇକି ରଖିବି ଉପରେ ରଖିବି କଥା ହେବି ହେଲା ଆଜ୍ଞା ସେ ମତେ ହାରାସମେଣ୍ଟ କରିଛି ମୋର ଛୁଆ ମରିଯାଇଛି ତା ଯୋଗୁ କିନ୍ତୁ ଯେହେତୁ ସେ ଏତେ ଡରଉଥିଲା କଲେକ୍ଟର ତା ସପୋର୍ଟରେ ଥିଲେ ମୁଁ ଆଉ କିଛି କହିପାରିଲିନି ମୁଁ ଏ କଥା ଆସୋସିଏସନ କୁ ବି ଜଣେଇଥିଲି ଆସୋସିଏସନ ମୋ ପଛରେ ପଡିନି ନା ତାରି ସାଙ୍ଗମାନେ ସବୁ ସେ ଆସୋସିଏସନ ରେ ଅଛନ୍ତି ନାଇଁ ନାଇଁ ଠିକ ଅଛି ମୁଁ ଏ କଥାକୁ ଇଏ କରୁଛି ଭଲ ନାଁ ଟା କଣ କହିଲେ ଆପଣଙ୍କର ମୋ ନାଁ ଭାଇ ଅକ୍ଷମିତା କାର୍ତ୍ତିକ ଅକ୍ଷମିତା କାର୍ତ୍ତିକ ଆଜ୍ଞା 2011 ଏ କଥା ନବରଙ୍ଗପୁରରେ ସମସ୍ତେ ଜାଣିଛନ୍ତି ସବୁ ଷ୍ଟାଫ ଆପଣ ଯାହାକୁ ପଚାରନ୍ତୁ ସେ ମତେ ବହୁତ ହାରାସ କରିଛି ଆଉ ତାର ଇତିହାସ ଅଛି ସେ ବରିଗୁମା ଜିଲ୍ଲାରେ ଥିଲାବେଳେ ତାରି ଯୋଗୁ ଜଣେ ସୁଇସାଇଡ କରିଥିଲେ ବ୍ଲକରେ ଆଜ୍ଞା ସେ ଷ୍ଟାଫକୁ ବହୁତ ହାରାସ କରେ ଆଉ ନିଜେ ଗୋଟେ ମାନେ ନିଜେ ଗୋଟେ ସେ ଚିଫ ସେକ୍ରେଟାରୀ ଭଳିଆ କଥାବାର୍ତ୍ତା କରିବ ଆଉ ମୁଁ ଏଇ କଥା ଦେଖିଲି ତ ଭାଇ ମୁଁ ଭାବିଲି ଆପଣଙ୍କୁ ଜଣେଇଦବା ଦରକାର ଏଇ ଜିନିଷଟା ଭଲ ହେଲା ଜଣେଇଲ କିଛି ତଥ୍ୟ ତାଙ୍କର ବାହାରୁଛି ଏମିତି ସବୁ ବ୍ୟାକଗ୍ରାଉଣ୍ଡ ରେ ଅଛି କଥା ହେଲିକି ଏଇଟା ଭଲ ହେଲା ମତେ ଜଣେଇଲ ବହୁତ ଧନ୍ୟବାଦ ମୁଁ ଏ କଥାକୁ ଦେଖୁଛି ହେଲା ଆଜ୍ଞା ଆଜ୍ଞା ଭାଇ ଆଉ ଗୋଟେ ଜିନିଷ ଭାଇ ଛୋଟ କଥାଟେ ଇଏ ଆକ୍ଚୁଆଲି ତା ନାଁ ହଉଛି ରତ୍ନାକର ସେଠୀ ହଁ ସିଏ ତା ଟାଇଟଲ ହଉଛି ସେଠୀ ସିଏ ସେ ଭଦ୍ରକ ଲୋକ ଆଉ ସିଏ ଏପଟେ କୋରାପୁଟ ଜିଲ୍ଲାରେ ଜୟପୁରରେ OSRTC ରେ କଣ୍ଡକ୍ଟର ଭାବରେ କାମ କରୁଥିଲେ ଆଜ୍ଞା ସେ ଆଗରୁ ବସ ରେ OSRTC ରେ ଥିଲେ ସେଇଠି ହଁ ସିଏ ବସ୍ କଣ୍ଡକ୍ଟର ସେଇଥିପାଇଁ ତା ବୁଦ୍ଧି ଯାଇନି ତା କଥାବାର୍ତ୍ତା ସିଏ ବସ୍ କଣ୍ଡକ୍ଟର ଥିଲେ ମାନେ କଣ ଏସି କ୍ୟାଟେଗୋରୀ ବୋଧେ ଏସି କ୍ୟାଟେଗୋରୀ ସାହୁ ତାପରେ ଚେଞ୍ଜ କରିଦେଇଛନ୍ତି ତାପରେ ସିଏ କଣ କରୁଛନ୍ତି ଗୋଟେ ବ୍ରାହ୍ମଣ ଲେଡି ଅଙ୍ଗନବାଡି ଗୋଟେକୁ ବାହାଇଛନ୍ତି ନବରଙ୍ଗପୁରର ସେ ଅପଡାଉନ କରୁଥିଲେ ଜୟପୁର ନବରଙ୍ଗପୁର ତାପରଠୁ ସେ ତାର ଟାଇଟଲ ଚେଞ୍ଜ କରିଛନ୍ତି ଆଉ ସେ ଭାରି ଯୋଉ ଦେଖଉଛି ବ୍ରାହ୍ମଣ ଇଏ କଥାବାର୍ତ୍ତା କରୁଛି ମିଛ କଥା ସେ ଏସି ଲୋକଟା ଭଲ ତଥ୍ୟ ଯୋଗାଇଲେ ବହୁତ ଧନ୍ୟବାଦ ମୁଁ ଏଇଟାକୁ ଦେଖୁଛି